भगवते वासुदेवाय। मरिले हेब स्वर्ग भोग, जिणिले हेब राज्य भोग। एणु तु स्थिर कर मन, युद्ध को उठ हे अर्जुन। सुख दुख को समज्ञान, जय अजय समज्ञान। लाभ क्षति समान मणि, निर्विवादरे वीरमणि। युद्धे उद्योगी हुओ वीर, पाप न लागिब शरीर। एपरि भाव मने करी, युद्धरे पस वीर परी। एथे निर्मल मुक्ति पाई, रहिछि जान वीर तुही। मले स्वर्ग भोग करिबु, जय कले राज्य भोग करिबु। तेणु तू एबे युद्ध करिबाकू उठी आस। सुख दुख, जय अजय, लाभ क्षति एहाकू समान मन करी युद्ध कर। एथिरे तोर पाप हेब नाही, बरं निर्मल मुक्ति हेब। हे सांख्य आत्मा तत्व ज्ञान, तो आगे कहिली अर्जुन। एबे तू कर्म जोग शुण, तेजिबु कर्म मोह जान। एहार आरंभ विनाश, नाही तू जिण वीर ईश। प्रारब्ध निष्कलता नाही, शेषरे पातक न होई। अळपे बहु गुण फले, अभ्यासी जन भभूतरे। तो आगरे एही आत्मा तत्व ज्ञान को कहली। एबे कर्मयोग कहूची शुण, तोर मोह दूर हेब। जो माने निष्काम भावरे कर्म करती, सफल हेउ बा विफल हेउ कौनसिरे आशा रखती नहीं, सेमाने निर्मल मुक्ति पाती। हे वीर सांख्य कर्म जोग, निश्चयात्मिका एक भाव। चिंतई एक आत्मा सेही, मुक्त आनंद सेई छई। सकाम कर्म ज्ञानी माने, नानादि प्रकार समाने। भावन्ति कामना सतत, अनंत व्यवसायी सेत। एणु एथिरे चित्त तुही, केबे न दिय मुक हई। वेदवादी जेतेक जन, स्वर्ग तांकर श्रेष्ठ स्थान। स्वर्ग हूँ बड़ी सुख नाही, लोकरे कहन्ति जे सेही। कामना व्रत लक्ष्य स्वर्ग, कर्मकांड जे सार मार्ग। निष्काम कर्मरे व्यवसाय बुद्धि तो नथाए, सकाम कर्मरे व्यवसाय बुद्धि थिबारु ताहा अनेक प्रकार अटे। जो ज्ञानहीन लोक माने वेद आदि कर्मकांड को विश्वास करती, सेमानंकर कामना केवल सुख भोग। विषय भोग लोभ आस, देई मधुर उपदेश। अज्ञानी मन को हरंती, तेणु से मृढ़ भ्रमु थांती। नारी संजोग जेन्हे सुख, शेषरे मिले नाना दुख। पुण्य शेषरे स्वर्गच्युत, वेद कर्मर ए सिद्धांत। ऐश्वर्य होई पराधीन, समाधि जोगे नाही ज्ञान। समता न आसई जेणु, मोक्ष पद न लभे तेणु। जो माने यज्ञ आदि कर्मकांड करी स्वर्ग भोग इच्छा करती, सेमाने शेषरे स्वर्ग भोग को हरांती। से फल स्थिर नुहे। संपत्ति भोगरे आसक्त होई समता ज्ञान को जे हराई दिए, से मोक्ष होई पारे नाही। पूर्वोक्त कर्मकांड भेद, सतर जत मात मध्य। ए तीनि गुणे जे मजई, संसार बंधने पड़ई। त्रिगुण छाड़ी हो तू धर, सर्व समान मने कर। नित्य सद्गुण अधीन, हुओ तू हे वीर अर्जुन।
ଅପ୍ରାପ୍ତ ବସ୍ତୁ ପ୍ରାପ୍ତ ପାଇ ଉଦ୍ଯୋଗ କର ନାହିଁ ତୁହି। ଯେ ପ୍ରାପ୍ତ ତାର ସଂରକ୍ଷଣେ ତତ୍ପର ହୁଅ ବୀର ମନେ। ତ୍ରିଗୁଣ ଛାଡ଼ି ଆତ୍ମା ଚିନ୍ତା କର ତୁ ବୀର ସାଧୁ ଚେତା। ବେଦାଦି କର୍ମକାଣ୍ଡ ସତ୍ତ୍ୱ ରଜ ତମ ଏ ତ୍ରିଗୁଣର ଅଧୀନ। ମନୁଷ୍ୟ ଏଥିରେ ମନ ଦେଲେ ସଂସାର ବନ୍ଧନରେ ପଡ଼େ। ସଂସାର ବନ୍ଧନରେ ପଡ଼ି ସଦ୍ଗୁଣ ଧରି ସମସ୍ତ ସମାନ ମନେ କରେ। ଏଣୁ ତ୍ରିଗୁଣକୁ ଛାଡ଼ି ଆତ୍ମାକୁ ଧ୍ୟାନ କରି ଆସକ୍ତି ଶୂନ୍ୟ ହୁଅ। କୂପ ତଡ଼ାଗ ନଦୀ ହ୍ରଦ ସେ ଜଳ ଘେନଇ ମାନସ। ମହାସମୁଦ୍ର ଲୁଣି ଜଳ ଲଭିଲେ ତହୁଁ ବହୁ ଫଳ। ବେଦୋକ୍ତ କର୍ମ କାଣ୍ଡାଦିରେ ଯେ ଫଳ ଲାଭ ହୋଇପାରେ। ବ୍ରହ୍ମଦର୍ଶୀ ଯେ ବ୍ରାହ୍ମଣ ଅକ୍ଳେଶେ ଲଭେ ଏଥୁ ପୁଣ୍ୟ। ତେଣୁ ଯେ ସମୁଦ୍ର ଲଭଇ କୂପ ନଦୀରେ କାର୍ଯ୍ୟ ନାହିଁ। ଯେ ଆତ୍ମଦର୍ଶୀ ତତ୍ତ୍ୱଜ୍ଞାନୀ ବେଦେ ତା କିସ କାର୍ଯ୍ୟ ପୁଣି। କର୍ମ ଯେ ତୁମ୍ଭର ଅଧୀନ କର୍ମ ଫଳେ ନ ଦିଅ ମନ। ପ୍ରବୃତ୍ତି କର୍ମ ଫଳେ ନହି ଆସକ୍ତି ଅର୍କ ମାନ ହୋଇ। ଏ ଅଟେ ନିଷ୍କାମ ଭକତି ଏଥିରେ ମିଳେ ଯେ ମୁକ୍ତି। ନଦୀ ପୁଷ୍କରିଣୀ ହ୍ରଦ ଓ କୂପ ଆଦି ଜଳରେ ଯେଉଁ କାମନା ସିଦ୍ଧ ହୁଏ ଏହା ସମୁଦ୍ରରେ ତାହା ସିଦ୍ଧ ହୁଏ। ଅର୍ଥାତ୍ ବେଦୋକ୍ତମାର୍ଗାଦିରେ ଯେଉଁ ଫଳ ମିଳେ ଏକା ବ୍ରହ୍ମଦର୍ଶୀ ସେ ଫଳ ପାଏ। ତେଣୁ କର୍ମରେ ଅଧିକାରୀ ହୁଅ ମାତ୍ର ଫଳ ଆଶା ରଖ ନାହିଁ। ଅକର୍ମରେ ମଧ୍ୟ ଆସକ୍ତ ହୁଅ ନାହିଁ। କାର୍ଯ୍ୟେ ସର୍ବଦା ଦିଅ ମନ ଈଶ୍ୱରେ କରି ସମର୍ପଣ। ମୁକର୍ମୀ ବୋଲି ନ ବିଚାର ସିଦ୍ଧି ଅସିଦ୍ଧି ସମ କର। ଏ ସମ ଜ୍ଞାନ ଯୋଗ କହି କରମ ଯୋଗୀ ହୁଅ ତୁହି। ହେ ଧନଞ୍ଜୟ ତୁହି ଶୁଣ କର୍ମଯୋଗ ନିକୃଷ୍ଟ ଜାଣ। ତହୁଁ ଯେ ଜ୍ଞାନ ଯୋଗ ଶ୍ରେଷ୍ଠ ସକର୍ମୀ କୃପଣ ଗରିଷ୍ଠ। ତୁ ପୋଷ ଈଶ୍ୱରେ ଶରଣ ସନ୍ତୋଷ ହେବେ ଭଗବାନ। ତୁମ୍ଭେ ଫଳ କାମନା ଛାଡ଼ି ନିଷ୍କାମ ଅର୍ଥାତ୍ ଫଳ ଆଶା ଛାଡ଼ିଦେଇ କର୍ମ କର। ଆହୁରି ମଧ୍ୟ ସିଦ୍ଧି ହେଉ ବା ସିଦ୍ଧି ନ ହେଉ ଏହାକୁ ସମାନ ଜ୍ଞାନ କର। ଏହା ସମଜ୍ଞାନ। ଏହା ଯୋଗ ଅଟେ। କର୍ମଯୋଗ ନିକୃଷ୍ଟ ଜ୍ଞାନଯୋଗ ଶ୍ରେଷ୍ଠ ଅଟେ। ଯେଉଁମାନେ ସକାମୀ ସେମାନେ କୃପଣ। ତେଣୁ ଈଶ୍ୱରଙ୍କଠାରେ ଶରଣ ପଶ। ସମତା ବୁଦ୍ଧି ଯାର ଥାଇ ସୁକୃତ ଦୁଷ୍କୃତତା ନାହିଁ। ଏଣୁ ତୁମର କଥା ମାନ ନିଷ୍କାମ କର୍ମେ ଦିଅ ମନ। ସାଧନ ବନ୍ଧନ ଯେ କର୍ମ ଜ୍ଞାନେ ସେ ସବୁ ଜାଣ ଭ୍ରମ। ତାହାର ବିନାଶ ନିମିତ୍ତ ଯୋଗ ବଳ ଏକା ସମର୍ଥ। ସମତା ବୁଦ୍ଧି ଯୁକ୍ତ ଜନ କର୍ମ ଫଳକୁ ସେତେ ଜିଣ। ଜନ୍ମ ବନ୍ଧନୁ ସେ ତରନ୍ତି ଅକ୍ଷୟ ମୁକ୍ତି ଲଭନ୍ତି। ସମତା ଜ୍ଞାନ ବୁଦ୍ଧିରେ ସୁକୃତ ବା ଦୁଷ୍କୃତର ଆସ୍ଥା ନାହିଁ। ତେଣୁ ନିଷ୍କାମ ପଥରେ ଯାଅ। ସାଧନ ବନ୍ଧନ ଏସବୁ ଭ୍ରମ ଏ ମାୟା ଛାଡ଼ିବାକୁ ଏକମାତ୍ର ବଳ ଯୋଗର। ଯେ ଲୋକର ସମତା ବୃଦ୍ଧି ସେ କର୍ମଫଳକୁ ଛାଡ଼ିଦେବାରୁ ଜନ୍ମ ବନ୍ଧନରୁ ମୁକ୍ତ ହୁଏ। ଯେବେଳେ ମୋହକୁ ବିନାଶୀ ବିଶୁଦ୍ଧ ବୁଦ୍ଧିକୁ ପ୍ରକାଶୀ। ଦେହାଭିମାନ ମୋହ ଯେତେ ଗହନ ଅଟେ ସେ ଜଗତେ। ଆଗରୁ ତାହା ଅଛି ଶୁଣି ଏବେ ଜାଣୁଛି ତାହା ପୁଣି। ସେ ସର୍ବବାକ୍ୟ ମୋହ ହେଲେ ବୈରାଗ୍ୟ ଜନ୍ମେ ନାହିଁ ଭଲେ। ଯେବେଳେ ବୁଦ୍ଧି ମନ ତୋର ନ ଘେନି ବେଦ ବାକ୍ୟ ସାର। ନିଷ୍କାମ କର୍ମେ ହୋଇ ମତ୍ତ ଫଳ ଈଶ୍ୱର କରେ ଦତ୍ତ। ବିଶୁଦ୍ଧ ଫଳ ଯୋଗ ସେହି ସେ କାଳେ ଲଭିବୁ ଯେ ତୁହି। ନିଷ୍କାମ କର୍ମ ବୁଦ୍ଧି ଜ୍ଞାନ ଈଶ୍ୱର ଭକ୍ତିକୁ ଘେନିଣ। ସଂଯୋଗ ଏ ସମାଧି ଫଳ
तत्ज्ञान नाम केवल अज्ञे तत्व न जानई स्थित प्रज्ञ ଏହା ଜାଣଇ। देहाभिमान मोह गर्व दम्भ वैदिक कर्मकांड विधि न छाड़िले वैराग्य आसे नाही। वेदोक्त मोह विषयक कर्मेच्छा को छाड़िले निष्काम विशुद्ध भक्तिजात हुए। अज्ञ माने यह जानती नहीं, स्थित प्रज्ञ यह जाने। अर्जुन उवाच आहे केशव निवेदई स्थित प्रज्ञ काहाकु कही किपरि तांको आचरण आबर किपरि लक्षण जेबे ता समाधि भांगई किपरि भावे से रहई एसबु बुझाइण मते कह केशव दया चित्ते। अर्जुन कहिले हे केशव स्थित प्रज्ञ काहाकु कहती स्थित प्रज्ञर लक्षण किपरि समाधि भग्न हेले किपरि रहे। जे काले प्राणींकर मन मोह कामना बर जीर्ण कामना पथु रहे दूरे न पड़े विषय धंदारे से काले नित्य आत्मा ध्यान करई निष्काम भावेण नित्य आत्मा रे तोष होई परमानंद सुख पाई से प्राणी स्थित प्रज्ञ जान भले तू जान हे अर्जुन। जेतेबेले जे लोक विषय प्रवृत्तिर मोह कामना छाड़ी देई मन नित्य शाश्वत आत्मारे परितोष लाभ करे सेतेबेले से लोक परमानंद सुख को पाए। सेहीपरि लोकमानंकु स्थित प्रज्ञ कहती। दुखरे कातर न हुई सुखरे भोलो से न होई राग क्रोध गर्वादि मान लोभ मोह भय जे पुण नाश होई न अछि जार स्थित प्रज्ञ जे सेहि नर एकथा अज्ञ न जानई कर्तव्य पालनर पाई जाहार हृदय भयहीन देखिले आत ताई जन मनरे क्रोध उदे नही बुद्धि ताहार स्थिर होई अटे से स्थित प्रज्ञनर अर्जुन ଏହା मने धर। दुख पड़िले कातर हेबा सुख बेले आनंदरे माति उठिबा पुणी क्रोध हिंसा गर्व बाद स्नेह भय जाहार मनरे स्नान पाए नाही ताहाकु स्थित प्रज्ञ कहती। जाहार भल मंद नाही निंदा प्रशंसा नई छई छलना चित्तरे न थाए पदार्थे आसक्त से नुहे काजाया पुत्र कलत्र धन आबर निज देह पुण एथिरे मोह लोभ नाही मन वचन एक होई से अटे स्थित प्रज्ञ जान ଏହା अर्जुन मने घेन। जे लोक भल मंद निंदा प्रशंसा एसबु इच्छा करे नाही मन तार अभिमान शून्य संपत्ति स्त्री पुत्र कलह और निज देह एथिरे आसक्ति वा माया न थाए पुणी मन और वचन जार एक प्रकार ताहाकु स्थित प्रज्ञ कहती। कच्छप निज देह जेन्हे पंचांग रखई गोपने निज इच्छारे बाहारई पुणी से भितरे पसई से परिज्ञानवंत नर निज इच्छारे कारबार संजोग वियोग इंद्रिय इच्छारे भोगई विषय परमानंदे चित्त थाई से लोक स्थित प्रज्ञ होई। कईच जेपरि खोल भितर निजर अंग को गोपन करे पुणी निजर इच्छा हेले बाहर करे सेहीपरि जे ज्ञानी लोक से इंद्रिय मानंकु दमन करी इंद्रियर संजोग वियोग द्वारा परमानंदरे चित्त को निज इच्छारे रखि थाए सही लोक को स्थित प्रज्ञ कहती। जेनर जम नियम रे जिणई इंद्रिय निकरे कामना जागी थिले तार तेणु नुहई चित्त स्थिर जे निराहारी अज्ञ व्यक्ति करिले इंद्रिय निवृत्ति विषय तृष्णा तार थाई स्थित प्रज्ञरे गणा नहीं परमात्मा को दर्शनरु कामना न हुए मनरु आत्मा को सौंदर्य देखई विश्व को कदर्य मणई
ଯେ ଯମ ନିୟମ ନିରାହାର ଦ୍ୱାରା ଇନ୍ଦ୍ରିୟ ଜୟ କରି ସୁଦ୍ଧା ତାହାର କାମନା ଥାଏ, ସେ ନିଜ ଆତ୍ମାକୁ ସୌନ୍ଦର୍ଯ୍ୟ ମନେକରି ବିଶ୍ୱକୁ କଦର୍ଯ୍ୟ ମନେକରେ, ସେ ସ୍ଥିତପ୍ରଜ୍ଞ ହୋଇପାରେ ନାହିଁ। ଯେତେ ବିବେକବନ୍ତ ନର ବେଦୋକ୍ତ କର୍ମ ବିଧାନର ଯଜ୍ଞ କରିଲେ ବାରମ୍ବାର ଇନ୍ଦ୍ରିୟ କରେ ଅଧିକାର। ଇନ୍ଦ୍ରିଏ ପ୍ରବଳ ହୋଇଣ ମନ୍ଥନ କରନ୍ତି ତା ମନ, ବିଷୟେ ରସେ ଟାଣି ନିଅନ୍ତି ଜ୍ଞାନୀ ତା ଜାଣି ନ ପାରନ୍ତି। ମନ ଇନ୍ଦ୍ରିୟ ଗୁଣ ଏହି ଶୁଣ ଅର୍ଜୁନ ମନ ଦେଇ। ବେଦାଦି କାଣ୍ଡରେ ଯଜ୍ଞବିଧି ଅଛି। ସେ ବିଧିରେ ଯଜ୍ଞ କଲେ ବିବେକବନ୍ତ ଲୋକର ମନକୁ ଇନ୍ଦ୍ରିୟମାନେ ଟାଣି ନିଅନ୍ତି। ଇନ୍ଦ୍ରିୟ ବଶ ହେବାରୁ ବିଷୟ ରସରେ ମଜିଯାଏ। ଏହା ହେଉଛି ମନ ଇନ୍ଦ୍ରିୟର ଗୁଣ। କରନ୍ତି ଇନ୍ଦ୍ରିୟ ତାଙ୍କର ବଶରେ ଥାଇ ନିରନ୍ତର, ବିଷୟ ସୁଖ ବିଷ ପରି ମନ ମଧ୍ୟରେ ଥାନ୍ତି ଭରି। ସମୁଦ୍ର ଚଳୁ ପରିମଣେ ସୂର୍ଯ୍ୟ ନକ୍ଷତ୍ର ପରିମଣେ, ମେରୁଗିରି ଲୋଷ୍ଟ୍ର ସମାନ କଳ୍ପବୃକ୍ଷକୁ କାଷ୍ଠ ସମ। ପୃଥିବୀ ପତିକୁ ଭୃତ୍ୟରେ ସମାନ କରେ ସେ ମନରେ, ତ୍ରିଲୋକେ କାରେ ସ୍ନେହ ନହି ନିଜ ଦେହ ଭାର ମଣଇ। ସେହୁ ମୋ ଭକ୍ତି ଦୃଢ଼େ ଧରି ମୋହ ମାୟାରୁ ଯାଏ ତରି। ମୋର ଯେଉଁମାନେ ଭକ୍ତ ସେମାନେ ଇନ୍ଦ୍ରିୟମାନଙ୍କୁ ଦମନ କରିଥିବାରୁ ବିଷୟ ଭୋଗ ତାଙ୍କୁ ସ୍ପର୍ଶ କରେ ନାହିଁ। ସେମାନେ ବିଷୟ ଭୋଗକୁ ବିଷ ପରି ମନେ କରନ୍ତି, ତେଣୁ ସେମାନେ ମୋହମାୟାରୁ ଉଦ୍ଧାର ପାଆନ୍ତି। ବିଷୟ ଭୋଗେ ଯାର ଧ୍ୟାନ ଥାଏ ଆସକ୍ତି ତହୁଁ ଜନ୍ମ, ଆସକ୍ତିରୁ କାମନା ଜାତ କାମନାରୁ କ୍ରୋଧ ସମ୍ଭୂତ, କ୍ରୋଧରୁ ମୋହ ଯେ ଜନ୍ମଇ ମୋହରୁ ଗର୍ବ ଜାତ ହୋଇ। ମୋହ ଗର୍ଭରେ ଜ୍ଞାନୀ ଜନ ସ୍ମରଣ ଶକ୍ତି ହୁଏ ହୀନ, ତହୁଁ ତା ବୁଦ୍ଧି ହୀନ ହୋଇ ହୀନ ଅବସ୍ଥା ସେ ଭୋଗଇ। ନିର୍ଜୀବ ମୃତ ପ୍ରାଣୀ ସମ ଭବେ ବଞ୍ଚଇ ସେ ଅଧମ। ବିଷୟରେ ଧ୍ୟାନ ଥିଲେ ଆସକ୍ତି ଆସେ, ଆସକ୍ତିରୁ କାମନା, କାମନାରୁ କ୍ରୋଧ, କ୍ରୋଧରୁ ମୋହ, ମୋହରୁ ଗର୍ଭଜାତ ହୋଇ ଜ୍ଞାନକୁ ନାଶ କରେ, ତହୁଁ ସେ ହୀନ ବୁଦ୍ଧି ଧରି ଶେଷରେ ଅଧମ ଅବସ୍ଥାକୁ ପ୍ରାପ୍ତ ହୁଏ। ଇନ୍ଦ୍ରିୟ ବଶ କରି ଯେବେ ଚଞ୍ଚଳ ମାନସତା ଭବେ, ଇନ୍ଦ୍ରିୟ ବଶେ ଫଳ କିସ ଯେବେ ଚଞ୍ଚଳ ମାନସ। ଇନ୍ଦ୍ରିୟ ମନ ବଶେ ଥାଇ ରାଗ ଦେଶାଦି ଶୂନ୍ୟ ହୋଇ, ବିଷୟ ରସେ ମଜେ ଯେବେ ଶାନ୍ତିକୁ ଲଭେ ସେହି ତେବେ। ଶାନ୍ତି ଆସଇ ଚିତ୍ତ ଯେବେ କିଞ୍ଚିତେ ଦୁଃଖ ନାଶେ ତେବେ, ପ୍ରସନ୍ନ ଚିତ୍ତ ସେ ହୁଅଇ ବୁଦ୍ଧି ତା ସ୍ଥିର ଯେ ରହଇ। ଯେଉଁମାନେ ରାଗ ହିଂସା ମୋହ ଶୂନ୍ୟ ହୋଇ ବିଷୟ ଭୋଗ କରନ୍ତି ସେମାନେ ଶାନ୍ତି ପ୍ରସନ୍ନତା ଲାଭ କରନ୍ତି। ଚିତ୍ତର ପ୍ରସନ୍ନ ହେତୁ ତାର ସମସ୍ତ ଦୁଃଖ ବିନାଶ ହୁଏ, ତେଣୁ ସେ ପ୍ରଶାନ୍ତ ଓ ନିଶ୍ଚଳ ବୁଦ୍ଧି ହୁଏ। ଇନ୍ଦ୍ରିୟ ଯାର ବସେ ନାହିଁ ପବିତ୍ର ବୁଦ୍ଧି ତାର କାହିଁ, ବୁଦ୍ଧି ନଥିଲେ ନାହିଁ ଧନ ଧନ ବିହୀନେ ଶାନ୍ତିହୀନ। ଶାନ୍ତି ନଥାଏ ଯାହାଙ୍କର ସୁଖ ମିଳିବ କି ପ୍ରକାର, ଯାହାର ସ୍ୱେଚ୍ଛାଚାରୀ ମନ ଇନ୍ଦ୍ରିୟମାନଙ୍କ ଅଧୀନ। ପ୍ରବଳ ବାୟୁ ନାବେ ଯଥା ଜଳେ ନ ରଖଇ ସ୍ଥିରତା, ସେ ମନ ତାର ବୁଦ୍ଧିବୃତ୍ତି ହରିଣ କୁମାର୍ଗେ ଚଳାନ୍ତି। ଯେଉଁମାନେ ସତ୍କର୍ମ କରନ୍ତି ସେମାନେ ସର୍ବଦା ନିଶ୍ଚିନ୍ତ ଓ ନିର୍ମଳ ରହନ୍ତି। ବିଶୁଦ୍ଧ ବୁଦ୍ଧିରେ କର୍ମ କଲେ ସେହି କର୍ମଫଳ ଦ୍ୱାରା ମୁକ୍ତି ଲାଭ ହୁଏ। ହେ ମହାବାହୁ ଶୁଣ ତୁହି ଇନ୍ଦ୍ରିୟ ଯାର ବଶେ ଥାଇ, ବିଷୟ ସୁଖରୁ ନିବୃତ ସ୍ଥିତପ୍ରଜ୍ଞ ବୋଲି ତାକୁତ। ଅଜ୍ଞାନୀ ପ୍ରାଣୀ ପକ୍ଷେ ରାତ୍ରି ସଂଯମୀ ଦିବସ ବୋଲାନ୍ତି, ଅଜ୍ଞାନୀ ହୋଇଲେ ଜାଗ୍ରତ ଜ୍ଞାନୀଏ ହୁଅନ୍ତି ନିଦ୍ରାଗତ। ସଂଯମୀ ଜ୍ଞାନରେ ଦେଖେଇ ଅଜ୍ଞାନୀ ଅନ୍ଧାରେ ଭ୍ରମଇ, ଅଜ୍ଞାନୀ ବିଷୟରେ ରସେ ସଂଯମୀ ତହିଁରେ ନ ପଶେ। ନର୍ତ୍ତକୀ ଶିରେ ଘଟେ ଧ୍ୟାନ
ପରି ବିଷୟ ଭୁଞ୍ଜେ ଜାଣ, ଯଥା ଲବଣୀ କ୍ଷୀରୁ କାଢ଼ି, ପୁଣି ଯଦ୍ୟପି ତହିଁ ଛାଡ଼ି। ଯେତେ ବା ଯତ୍ନ କରୁଥିବ, ସେ କାହିଁ ତହିଁରେ ମଣିବ। ଇନ୍ଦ୍ରିୟ ଯାହାର ବଶ, ଯେ ବିଷୟ ସୁଖରୁ ନିବୃତ୍ତ, ସେ ସ୍ଥିତପ୍ରଜ୍ଞ। ସମସ୍ତ ଅଜ୍ଞାନୀଙ୍କ ପକ୍ଷେ ଯେ ରାତି, ସଂଯମୀ ପକ୍ଷେ ସେ ଦିନ। ଅଜ୍ଞାନୀ ବିଷୟ ରସରେ ମାତି ଅନ୍ଧକାରରେ ଭ୍ରମେ, ଜ୍ଞାନୀ ବିଷୟ ବାସନା ଛାଡ଼ି ଜ୍ଞାନ ଲୋକରେ ବିଚରଣ କରେ। ଦେଖ ଏ ଯେତେ ନଦ ନଦୀ, ସମସ୍ତେ ମିଳନ୍ତି ଜଳଧି। ଜଳଧି ତହିଁ ନ ବଢ଼ଇ, ଏସବୁ ଜଳମାନ ପାଇ। ଯେବେ ନ କରୁ ତେବେ ଧନ, ମିଳଇ ଆସୀଣ ପାଷେଣ। ସେ ବିଚଳିତ ତହିଁ ନାହିଁ, ନିଶ୍ଚିନ୍ତେ ଶାନ୍ତି ସେ ଭୋଗଇ। କାମ ଭୋଗୀ ବିଳାସୀ ନର, ଶାନ୍ତି ନ ମିଳେ ତାହାଙ୍କର। ନଦ ଓ ନଦୀ ଜଳ ସମୁଦ୍ରରେ ପଡ଼ିଲେ ମଧ୍ୟ ସମୁଦ୍ର ବଢ଼େ ନାହିଁ। ଜ୍ଞାନୀର ଧନ ହେଲେ ମଧ୍ୟ ସେଥିରେ ସେ ଇଚ୍ଛା ନ କରି ଶାନ୍ତିରେ ଥାଏ। କାମ ଭୋଗରେ କେତେବେଳେ ଶାନ୍ତି ନାହିଁ। ସର୍ବକାମନା ଯେତେ ଜଇ, ମୋହାଦି ଅହଙ୍କାର ନାହିଁ। ବିଷୟ ଭୋଗ ଥିଲେ ତାର, ସେ ମଧ୍ୟ ଶାନ୍ତି ପାଏ ଧୀର। ଏ ବ୍ରହ୍ମ ଜ୍ଞାନ ଯେ ଲଭଇ, ଅଜ୍ଞାନେ ମୋହ ସେ ନୁହଇ। ଶେଷେ ପରମ ବ୍ରହ୍ମେ ଲୀନ, କହଇ ବାସୁଦେବ ହୀନ। ଇତି ଶ୍ରୀମଦ୍ ମହାଭାରତେ ଶ୍ରୀମଦ୍ ଭଗବଦ୍ ଗୀତା ସୁପନିଷତ୍ସୁ ବ୍ରହ୍ମବିଦ୍ୟାୟାଂ ଯୋଗଶାସ୍ତ୍ରେ ଶ୍ରୀକୃଷ୍ଣାର୍ଜୁନ ସମ୍ବାଦେ ସାଂଖ୍ୟ ଯୋଗ ବର୍ଣ୍ଣନେ ନାମ ଦ୍ୱିତୀୟ ଅଧ୍ୟାୟ। ଯାହାର କାମନା ନାହିଁ, ତାର ବିଷୟ ଥିଲେ ମଧ୍ୟ ସେଥିରେ ସେ ମୋହ ନ ହୋଇ ଶାନ୍ତି ଭୋଗେ। ଯେ ଜ୍ଞାନ ପାଏ, ସେ ଶେଷରେ ପରମ ବ୍ରହ୍ମ ଲୀନ ହୁଏ।